ଆଜିଠୁ ରାଜ୍ୟସଭା ନାମାଙ୍କନ ଆରମ୍ଭ ହେଉଛି। ଆପଣ କଣ ନିଷ୍ପତ୍ତି ନେଲେ ଯାହାକୁ ପ୍ରାର୍ଥୀ ଦେବେ ନା ନାହିଁ? ଆମେ ପରଦିନ ଡିସିଜନ କରିବୁ। 28 ତାରିଖ ସୁଦ୍ଧା ଆମର ଡିସିଜନ ହେବାର ସମ୍ଭାବନା ଅଛି। ଦିଲ୍ଲୀ ଯିବାର ସମ୍ଭାବନା ଅଛି। ଆଜି ଚେକ୍ କରିବୁ, କାଲି ଆମକୁ ପରଦିନ ହାଇକମାଣ୍ଡ ସହିତ ଆଲୋଚନା କଲା ପରେ ଜାଣିଛୁ। সেটা নির্ভর করছে আমার মিটিং পরে আমি দলରୁ দেবু କି ବାହାରୁ ଦେବୁ ହାଇକମାଣ୍ଡ ସହିତ ଆଲୋଚନା କଲା ପରେ ଆମେ ଆଶା କରୁଛୁ ସେ ସମୟ ଦେଇପାରିବୁ, କିନ୍ତୁ ଏଯାଏ କିଛି ଏମିତି କଥାବାର୍ତ୍ତା ହେଇନି। କଂଗ୍ରେସ ନିଶ୍ଚିତ ରହିବ, ପ୍ରାର୍ଥୀ ନିଶ୍ଚିତ କଂଗ୍ରେସ ଲଢ଼ିବ। କଂଗ୍ରେସ ଏହି ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରିବ। ଅମରନାଥ ନେଇ ଜୋରଦାର ଚର୍ଚ୍ଚା ହେଉଛି, ଓଡ଼ିଶାରୁ ଯାଇପାରନ୍ତି। ସେମିତି କିଛି ନବୀନଙ୍କ ସାଙ୍ଗ ଓଲ୍ଡ ସ୍କୁଲ ସାଙ୍ଗ ନବୀନଙ୍କର ମୋ ଦୃଷ୍ଟିରେ ଆସିଥାନ୍ତି।